AM Music. ପ୍ରେଜ୍ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ପ୍ରଭୁ ମୋତେ ପୁନର୍ବାର ଅଲ୍ ଇନ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କ ଗହଣରେ ବାକ୍ୟ ପରିବେଷଣ କରିବା ନିମନ୍ତେ ସୁଯୋଗ ଦେଇଛନ୍ତି, ସେଥିପାଇଁ ତାହାଙ୍କ ନାମକୁ ଧନ୍ୟବାଦ। ଆଜି ଯେଉଁ ବାକ୍ୟମାନେ ପାଠ କରିବା ଆପଣମାନେ ପାଇବେ ଆଦି ପୁସ୍ତକ 39 ପର୍ବ ତାର 1 ପଦରୁ 9 ପଦ। ଯୋସେଫ ମିଶର ଦେଶକୁ ଅଣାଯାଆନ୍ତେ ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍ ମିଶ୍ରୀୟ ଫଟିଫର ନାମକ ରକ୍ଷକ ସେନାପତି ତାଙ୍କର ଆନୟନକାରୀ ଇସ୍ମାଏଲୀୟମାନଙ୍କଠାରୁ ଯୋସେଫଙ୍କୁ କିଣିଥିଲା। ମାତ୍ର ସଦାପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ, ଏଣୁ ସେ ଭାଗ୍ୟବାନ ହେଲେ, ଆଉ ସେ ଆପଣା ମିଶ୍ରୀୟ କର୍ତ୍ତାର ଗୃହରେ ବାସ କଲେ। ଏଥିରେ ସଦାପ୍ରଭୁ ତାହାଙ୍କର ସହବର୍ତ୍ତୀ ଅଟନ୍ତି ଓ ସେ ଯେ କାର୍ଯ୍ୟ କଲେ ସଦାପ୍ରଭୁ ତାଙ୍କ ହାତରେ ସେ ସମସ୍ତ ସିଦ୍ଧ କରୁଅଛନ୍ତି, ଏହା ତାଙ୍କର କର୍ତ୍ତା ଦେଖିଲା। ଏଣୁ ଯୋସେଫ ତାହାର ଦୃଷ୍ଟିରେ ଅନୁଗ୍ରହ ପାଇ ତାହାର ସେବାରେ ନିଯୁକ୍ତ ହେଲେ। ପୁଣି ସେ ଯୋସେଫଙ୍କୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବସ୍ୱ ସମର୍ପଣ କଲା। ଏହି ପ୍ରକାରେ ସେ ଯୋସେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋସେଫଙ୍କ ଲାଗି ସେହି ମିଶ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ପୁଣି ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ତ୍ତିଲା। ଏହେତୁ ସେ ଯୋସେଫଙ୍କ ହସ୍ତରେ ଆପଣାର ସର୍ବସ୍ୱର ଏ ରୂପ ଭାର ଦେଲା ଯେ ଆପଣାର ଭୋଜନ ବିନୁ ଆଉ ସେ କୌଣସି ବିଷୟରେ ତତ୍ତ୍ୱ ନେଲା ନାହିଁ। ଯୋସେଫ ରୂପରେ ଓ ସୌନ୍ଦର୍ଯ୍ୟରେ ମନୋହର ଥିଲେ, ଆଉ ଉକ୍ତ ଘଟଣା ଉତ୍ତାରେ ତାଙ୍କର ପ୍ରଭୁଙ୍କର ଭାର୍ଯ୍ୟା ଯୋସେଫଙ୍କ ଉପରେ ଦୃଷ୍ଟି ପକାଇବାକୁ ଲାଗିଲା। ତହୁଁ ତାଙ୍କୁ କହିଲା, ତୁମ୍ଭେ ମୋ ସଙ୍ଗେ ଶୟନ କର। ମାତ୍ର ଯୋସେଫ ଅସ୍ୱୀକାର କରି ଆପଣାର ପ୍ରଭୁର ଭାର୍ଯ୍ୟାକୁ କହିଲେ, ଦେଖ, ଏ ଗୃହରେ ମୋ ଜିମା ଯାହା ଅଛି, ମୋ ପ୍ରଭୁ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ ହସ୍ତରେ ଆପଣାର ସର୍ବସ୍ୱ ସମର୍ପଣ କରିଅଛନ୍ତି। ଏହି ଗୃହରେ ମୋ ଠାରୁ ବଡ଼ କେହି ନାହିଁ। ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏଥି ନିମନ୍ତେ କେବଳ ତୁମ୍ଭ ଛଡ଼ା ମୋ ପ୍ରତି ଆଉ କିଛି ମନା ନାହିଁ। ଏହେତୁ ମୁଁ କି ରୂପେ ଏତେ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ? ଆଜି ଆମମାନେ ଦେଖିବା ଯୁବା ବୟସରେ ଈଶ୍ୱରଙ୍କ ସହିତ ସମ୍ପର୍କ। ଯୋସେଫଙ୍କର ବିଷୟ ଆମମାନେ ଆଜି ଦେଖିବା। ଯୋସେଫ କି ପ୍ରକାର ପରମେଶ୍ୱରଙ୍କର ସହିତ ବିଶ୍ୱସ୍ତ ଥିଲେ, ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ ଓ ସଂଯମତାର ଜୀବନ ଅତିବାହିତ କରୁଥିଲେ। ସଦାପ୍ରଭୁ ଯୋସେଫଙ୍କର ସହିତ ପରମେଶ୍ୱର ଥିଲେ, କାରଣ ଯୋସେଫ ପରମେଶ୍ୱରଙ୍କଠାରେ ନିର୍ଭର ରଖିଥିଲେ। ସେ ପରମେଶ୍ୱରଙ୍କ ନିମନ୍ତେ ମଧ୍ୟ ବିଶ୍ୱସ୍ତ ଥିଲେ। ଯେତେବେଳେ ତାହାଙ୍କର ଭାଇମାନେ ତାଙ୍କୁ ଆଉ ଗର୍ତ୍ତରେ ପକାଇଦେଲେ, ସେ ସମୟରେ ମଧ୍ୟ ପରମେଶ୍ୱର ତାହାଙ୍କ ସଙ୍ଗରେ ଥିଲେ, ଆଉ ତାହାଙ୍କୁ କ'ଣ କଲେ? ସେ ଉଦ୍ଧାର କଲେ। ସେ ଗର୍ତ୍ତରେ ପଡ଼ିକି ସେ ପ୍ରକାର ରହି ସେ ମୃତ୍ୟୁବରଣ ମଧ୍ୟ କରିପାରିଥାନ୍ତେ, କିନ୍ତୁ ପରମେଶ୍ୱର ତାଙ୍କର ସହିତ ପରମେଶ୍ୱର ଥିଲେ, ସେଥିପାଇଁ ସେ ଗର୍ତ୍ତରୁ ମଧ୍ୟ ତାଙ୍କୁ ଅନ୍ୟମାନଙ୍କ ଦ୍ୱାରା ଆଉ ତାଙ୍କୁ ଉଦ୍ଧାର କଲେ। ମିଦ୍ୟାନୀୟ ବଣିକମାନେ ଯେତେବେଳେ ସେହି ରାସ୍ତା ଦେଇ ଯାଉଥିଲେ, ଆଉ ସେମାନେ କ'ଣ କଲେ? ତାହାଙ୍କୁ ଉଦ୍ଧାର କଲେ, ଆଉ ଇସ୍ମାଏଲୀୟମାନଙ୍କ ଠାରେ 20ଟି ମୁଦ୍ରାରେ ତାହାଙ୍କୁ ବିକ୍ରୟ କରିଥିଲେ। ସେଇ ଜାଗାରୁ ସେଇ ଫଟିଫର ରକ୍ଷକ କ'ଣ କଲେ? ଆଉ ତାଙ୍କୁ ଇସ୍ମାଏଲୀୟମାନଙ୍କ ଠାରୁ ମଧ୍ୟ ସେ କିଣିଲେ ଓ ତାଙ୍କ ଗୃହରେ ତାଙ୍କୁ ନେଇ ରଖିଲେ। ଆଉ ତାପରେ ତାଙ୍କର କ'ଣ ହେଲା? ତାହାଙ୍କ ଦ୍ୱାରା ସେ ଭାଗ୍ୟବାନ ହେଲେ। ପ୍ରଭୁ ତାଙ୍କୁ ସେ ଜାଗାରେ ଭାଗ୍ୟବାନ କଲେ, କାରଣ ହୁଏତ ସେଠି ତାଙ୍କର ମୃତ୍ୟୁ ହେଇଥାନ୍ତା, ତାଙ୍କୁ ଶୃଗାଳମାନେ ଖାଇଥାନ୍ତେ, ବଣ ଜନ୍ତୁ ଖାଇଥାନ୍ତେ, କିନ୍ତୁ ସେ ଜାଗାରେ ପ୍ରଭୁ ତାହାଙ୍କର ସହବର୍ତ୍ତୀ ହେଲେ, ଆଉ ପ୍ରଭୁଙ୍କ ଠାରେ ସେ ବିଶ୍ୱସ୍ତ ଥିବାରୁ ପ୍ରଭୁ ତାଙ୍କୁ କ'ଣ କଲେ? ଆଶୀର୍ବାଦରେ ପୂର୍ଣ୍ଣ କଲେ।
ସମସ୍ତ ପ୍ରକାର ଆଶୀର୍ବାଦ ସମସ୍ତ ପ୍ରକାର ମଙ୍ଗଳଦାନ ତୁମେ ତାଙ୍କୁ ପ୍ରଦାନ କଲେ, ଯାହାଦ୍ୱାରା କି ସେଇ ଫଟିଫର ରକ୍ଷକ ଗୃହରେ ସେ କ'ଣ ହେଲେ, ଗୃହାଧ୍ୟକ୍ଷ ହୋଇ ବାସ କଲେ। ଆଉ ଗୃହର ସମସ୍ତ ଦାୟିତ୍ୱ, କ୍ଷେତ୍ରର ସମସ୍ତ ଦାୟିତ୍ୱ ଆଉ ତାଙ୍କର ଯେତେ ସମ୍ପତ୍ତି ଥିଲା ସମସ୍ତ ବିଷୟର ଦାୟିତ୍ୱ ସେ ବହନ କଲେ, ଯାହାଦ୍ୱାରା କି ସେଇ ସେନାପତି ଗୃହରେ କ'ଣ ହେଲା, ପ୍ରଭୁ ଆଶୀର୍ବାଦ କଲେ, ଯାହାଦ୍ୱାରା କି ସେ ଗୃହ ମଧ୍ୟ ବୃଦ୍ଧି ପାଇବାକୁ ଲାଗିଲା, ତାର ସମ୍ପଦ ବୃଦ୍ଧି ପାଇବାକୁ ଲାଗିଲା, ତାର କ୍ଷେତ୍ର ମଧ୍ୟ ବୃଦ୍ଧି ପାଇବାକୁ ଲାଗିଲା। ଯୋସେଫଙ୍କ ଦ୍ୱାରା ସେ ପରିବାର ଆଶୀର୍ବାଦ ପ୍ରାପ୍ତ ହେଲା, କାରଣ ସେ ଈଶ୍ୱରଙ୍କ ନିମନ୍ତେ ବିଶ୍ୱସ୍ତ ଥିଲେ। ସେ ଯେଉଁ କାର୍ଯ୍ୟରେ ହାତ ଦେଉଥିଲେ ସେ କାର୍ଯ୍ୟ ମଧ୍ୟ ସଫଳ ହେଉଥିଲା। ଅତି ଉତ୍ତମ ବ୍ୟକ୍ତି ଜଣେ ସେ ଥିଲେ। ଯଦି ମାନେ ମିଶ୍ର ଲୋକଙ୍କ ଗୃହରେ ଆଶୀର୍ବାଦ ସେ ବର୍ତ୍ତାଇଲେ, ତାଙ୍କ ଗୃହର କ୍ଷେତ୍ରର ସମସ୍ତ ସମ୍ପଦ ଆଉ ତାହାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଆଶୀର୍ବାଦ ସେ ରକ୍ଷକ ଗୃହରେ ପଡ଼ିଲା। ତାହାଙ୍କ ନିମନ୍ତେ ସେ କ'ଣ କରୁଥିଲେ, କାର୍ଯ୍ୟ କରୁଥିଲେ। ଗୋଟେ ଘର ଯେମିତି ଗୋଟେ ଗୃହକର୍ତ୍ତା ଚଳାଏ, ସେଇ ପ୍ରକାର ସେ ଗୃହକୁ କ'ଣ କଲେ, ଗୃହକର୍ତ୍ତା ପରି ଚଳାଇଲେ। ସେ ଗୃହକର୍ତ୍ତା କ'ଣ କରୁଥିଲେ, ଆସୁଥିଲେ ଆଉ ଖାଉଥିଲେ ଆଉ ଚାଲି ଯାଉଥିଲେ, ଗୃହର କୌଣସି ବିଷୟ ସେ ବୁଝୁ ନଥିଲେ, କାରଣ ଯୋସେଫଙ୍କୁ ସମସ୍ତ ଭାର ସେ ପ୍ରଦାନ କରିଥିଲେ। କାହିଁକି ପ୍ରଦାନ କରିଥିଲେ, ସେ ବିଶ୍ୱସ୍ତ ଥିବାରୁ ତାହାଙ୍କୁ ସମସ୍ତ ବିଷୟ ସେ ପ୍ରଦାନ କରିଥିଲେ। ଯେ ପ୍ରକାର ଯୋସେଫ ଦେଖିବାକୁ ଅତି ସୁନ୍ଦର ଓ ମନୋହର ମଧ୍ୟ ଥିଲେ। ମାନେ ଜଣେ ଯଦି ଗୋଟେ ମନୁଷ୍ୟକୁ ଆମେ ଦେଖୁ ତାହେଲେ ତାକୁ ଦେଖିଲେ ଗୋଟେ ଅତି ଉତ୍ତମ ବ୍ୟକ୍ତି ବୋଲି ଆମେ ଭାବୁ, ଆଉ ସୁନ୍ଦର ଦେଖାଯାଏ, ହଁ ଗୋଟେ ଆଭା ତାର ବାହାରେ। ଏଇ ପ୍ରକାର ଯୋସେଫଙ୍କର ମଧ୍ୟ ସେ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ଥିଲେ ଆଉ ଅତି ମନୋହର ଥିଲେ, ଯାହାଦ୍ୱାରା ଆଉ ତାଙ୍କର ସେଇ ଗୃହର କର୍ତ୍ତି କ'ଣ କଲେ, ତାହାଙ୍କ ଉପରେ କୁଦୃଷ୍ଟି କୁନଜର ପକାଇଲେ। କିନ୍ତୁ ଯୋସେଫ ପାପ ପ୍ରଲୋଭନରେ ପଡ଼ିବାକୁ ଚାହିଁଲେ ନାହିଁ। ତାହାଙ୍କର ନିକଟ ଗୃହାଧ୍ୟକ୍ଷଙ୍କ ସ୍ତ୍ରୀଙ୍କର କୁନଜର ପଡ଼ିବା ଦ୍ୱାରା ସେ କ'ଣ ହେଲେ, ସେ ଚାହିଁଥିଲେ ତ ତାଙ୍କୁ ନିଜର କରିପାରିଥାନ୍ତେ, କାରଣ ସବୁ ତ ତାଙ୍କ ଉପରେ ଭରସା ରଖିକି ତାଙ୍କର ଗୃହକର୍ତ୍ତା ତାଙ୍କୁ ସମସ୍ତ ବିଷୟ ଦେଇଥିଲେ। ସେ ଚାହିଁଥିଲେ ସେ ମନ୍ଦ କାର୍ଯ୍ୟରେ ଲିପ୍ତ ହୋଇପାରିଥାନ୍ତେ, କିନ୍ତୁ ଈଶ୍ୱରଙ୍କ ନିମନ୍ତେ ତାହାଙ୍କର ବିଶ୍ୱସ୍ତତା ଯୋଗୁଁ ସେ ପାପ ବନ୍ଧନରେ ପଡ଼ିବାକୁ ଚାହିଁଲେ ନାହିଁ, ସେ ପ୍ରଲୋଭନରେ ସେ ପଡ଼ିବାକୁ ଚାହିଁଲେ ନାହିଁ, ଆଉ ବାଧ୍ୟତାର ଜୀବନ ସେ ଅତିବାହିତ କରୁଥିଲେ। ଈଶ୍ୱରଙ୍କ ସହିତ ସେ ବାଧ୍ୟ ଥିଲେ, ସେଥିପାଇଁ ସେ ଏ ସମସ୍ତ ମନ୍ଦ କାର୍ଯ୍ୟ କରିବାକୁ ସେ ଚାହିଁଲେ ନାହିଁ। ଆଉ ସେଥିପାଇଁ ଈଶ୍ୱର ତାହାଙ୍କର କାର୍ଯ୍ୟରେ କ'ଣ ହେଉଥିଲେ, ଖୁସି ହେଉଥିଲେ ଯେ ମୋର ପିଲା ମୋ କଥା ମାନି ଚାଲିଛି, ମୋ ଠାରେ ନିର୍ଭର ରଖିଛି, ମୋ ଠାରେ ସେ ବିଶ୍ୱସ୍ତ ଅଛି। ଆଜି ଆମଙ୍କର ଯୁବା ପୁଅ ଝିଅ ଅନେକ ଅଛନ୍ତି ଯେଉଁମାନେ ମନ୍ଦ ରାସ୍ତାରେ ଅତିବାହିତ ଗତି କରିବାକୁ ଚାହାନ୍ତି। ମନ୍ଦ ବିଷୟକୁ ଧରି ସେମାନେ ନିଜର ଗୃହକୁ ତ୍ୟାଗ କରନ୍ତି। ଗୃହରେ ପ୍ରଲୋଭନ ଆଉ ଯେତେବେଳେ ଆସେ ଗୃହ ମଧ୍ୟରେ, ସେତେବେଳେ ସେ ପ୍ରଲୋଭନରେ ସେମାନେ ପଡ଼ିଯାଆନ୍ତି। ଈଶ୍ୱରଙ୍କ ଠାରୁ ସେମାନେ କ'ଣ ହୁଅନ୍ତି, ବିମୁଖ ହୁଅନ୍ତି। କିନ୍ତୁ ଯୋସେଫ ଆଉ ସେଇ ପାପ ବନ୍ଧନରେ ପାପ ପ୍ରଲୋଭନରେ ପଡ଼ିବାକୁ ଚାହିଁଲେ ନାହିଁ, ଆଉ ସେ ଗୃହାଧ୍ୟକ୍ଷଙ୍କ ସ୍ତ୍ରୀଙ୍କର ସହ ଖରାପ ଆଚରଣ କରି ପାରିଥାନ୍ତେ, କିନ୍ତୁ କରିଲେ ନାହିଁ, କାରଣ ତାହାଙ୍କଠାରେ ସେ ବିଶ୍ୱସ୍ତ ଥିଲେ। ଈଶ୍ୱରଙ୍କଠାରେ ଆମମାନେ ମଧ୍ୟ ଆଜି ବିଶ୍ୱସ୍ତ ହେବା ଆବଶ୍ୟକ। ଯଦି ଆମମାନେ ବିଶ୍ୱସ୍ତ ହଉ ତାହେଲେ ନିଶ୍ଚୟ ପ୍ରଭୁ ଆମମାନଙ୍କ ଦ୍ୱାରା ଅନେକ ଅନେକ କାର୍ଯ୍ୟ ସିଦ୍ଧ କରିବେ, ଆମମାନଙ୍କୁ ଅନେକ ଅନେକ ଆଶୀର୍ବାଦରେ ପୂର୍ଣ୍ଣ କରିବେ। ପରମେଶ୍ୱରଙ୍କ ଠାରେ ଯଦି
ପ୍ରତ୍ୟେକ ଯୁବା ଯୁବତୀ ଏହି ସମୟରୁ ବିଶ୍ୱସ୍ତତାର ଜୀବନ କାଟନ୍ତି, ତାହେଲେ ନିଶ୍ଚୟ ପ୍ରଭୁ ତାହାଙ୍କୁ କ'ଣ କରିବେ? ଆଶୀର୍ବାଦରେ ପୂର୍ଣ୍ଣ କରିବେ। ମନ୍ଦ ଜଗତରୁ ଉଦ୍ଧାର କରି ଏକ ନୂତନ ସ୍ୱଭାବ ଦେବେ, ନୂତନ ଆଚରଣ ଦେବେ। ନୂତନ ଜୀବନରେ ପ୍ରବେଶ କରିବା ନିମନ୍ତେ ଆଉ ପ୍ରଭୁ କ'ଣ କରିବେ? ସେମାନଙ୍କୁ ଆଶୀର୍ବାଦରେ ପୂର୍ଣ୍ଣ କରିବେ। ଯେ ପ୍ରକାର ଲେବି 19 ପର୍ବ 28 ପଦରେ ଲେଖାଯାଏ, ପୁଣି ତୁମ୍ଭେମାନେ ମୃତ ଲୋକ ନିମନ୍ତେ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବ ନାହିଁ, ଅବା ଦେହରେ ଚିତା କୁଟାଇବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। ଯୁବା ପୁଅ ଝିଅମାନଙ୍କୁ ବିଶେଷ କରି ପ୍ରଭୁଙ୍କର ଏ ଚେତନାଭରା ବାଣୀ। ଦେହରେ ଚିତା କୁଟାଇବ ନାହିଁ। କିଏ ମୃତ୍ୟୁ ଯଦି କୌଣସି କାରଣରୁ ହେଉଛି, ତାହେଲେ ନିଜ ଶରୀରରେ ତୁମେ କ'ଣ କରିବ? ଅସ୍ତ୍ରାଘାତ କରିବ ନାହିଁ। କୌଣସି ଲୋକ ଯଦି ଚାଲି ଯାଉଛି କେଉଁ କାରଣରୁ, ଯଦି କିଏ ଅପମୃତ୍ୟୁ ଘଟୁଛି, କିଏ ଯଦି ବିଭିନ୍ନ ପ୍ରକାର ଆଳରେ ମୃତ୍ୟୁବରଣ କରୁଛନ୍ତି, ସେ ଚାଲିଗଲା, ମୁଁ ବଞ୍ଚିବି କେମିତି? ଅନେକ ଯୁବା ପୁଅ ଝିଅଙ୍କ ଭିତରେ ସେ ଭାବ ଆସିଥାଏ, ନା ସେ ଚାଲିଗଲା, ମୁଁ ବଞ୍ଚି ରହିପାରିବିନି। ଆଉ ସେମାନେ ନିଜ ନିଜକୁ କ'ଣ କରନ୍ତି? କ୍ଷତ କରନ୍ତି। କିନ୍ତୁ ପ୍ରଭୁ ତାହା ଚାହାନ୍ତି ନାହିଁ। କି କୌଣସି କାରଣବଶତଃ ନିଜ ଶରୀରରେ ତୁମେ ଚିତା କୁଟାଇବ ନାହିଁ। ଆଜିକାଲି ପୁଅ ଝିଅଙ୍କର ହାତରେ, ଦେହରେ, ପିଠିରେ ଆଉ ଛାତିରେ ଚାରିଆଡ଼େ ଖାଲି ବିଭିନ୍ନ ପ୍ରକାର ଟାଟୁ। ସେଗୁଡ଼ା କରିବାକୁ ଆଜିକାଲି ଆମମାନଙ୍କର ଖ୍ରୀଷ୍ଟୀୟ ସମାଜର ପିଲାମାନେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। କିନ୍ତୁ ବାଇବେଲରେ ଲେଖାଯାଉଅଛି, ତୁମେ ନିଜ ଶରୀରରେ ଚିତା କୁଟାଇବ ନାହିଁ। ଯେଉଁଟା ପ୍ରଭୁଙ୍କର ଇଚ୍ଛା ନାହିଁ, ଆମେ ସେହି କାର୍ଯ୍ୟ କରିବା ନାହିଁ। କାରଣ ସଦାପ୍ରଭୁ ତାଙ୍କର ପିଲାମାନଙ୍କୁ ବହୁତ ପ୍ରେମ କରନ୍ତି, ଯାହାଦ୍ୱାରା ସେ କେବେ ବି ଚାହାନ୍ତି ନାହିଁ ତାଙ୍କ ପିଲାମାନେ ଅବାଟରେ ଯାଆନ୍ତୁ। ଆଜି ଆଧୁନିକ ସମାଜରେ ଅନେକ ଯୁବା ପୁଅ ଝିଅ ଏସବୁ ମନ୍ଦ ଚାଲିଚଳନରେ ଆସକ୍ତ, ମନ୍ଦ ଅଭ୍ୟାସରେ ଆସକ୍ତ, ମନ୍ଦ ବିଷୟରେ ଆସକ୍ତ। ସେଥିପାଇଁ ହଜାର ହଜାର ବର୍ଷ ତଳେ ଯେତେବେଳେ ବାଇବେଲ ଲେଖା ହେଇଥିଲା, ତାହାଙ୍କର ଦାସମାନଙ୍କ ଦ୍ୱାରା ପ୍ରଭୁ ସେ ସମୟରୁ ଚେତନା ଦେଇ ଆସୁଅଛନ୍ତି। କେମିତି ଆମେ ତାହାଙ୍କ ନିମନ୍ତେ ବିଶ୍ୱସ୍ତ ହେବା, ତାହାଙ୍କ ନିମନ୍ତେ ସଂଯମତାର ଜୀବନ କାଟିବା, ତାହାଙ୍କ ନିମନ୍ତେ ଆମେ ଶକ୍ତିଯୁକ୍ତ ହେବା। ମନ୍ଦ ଜଗତର ଦୌଡ଼ରେ ଯେପରି ଆମେ ପ୍ରତିଯୋଗୀ ହେବା ନାହିଁ। ଯୁବା ଯୋସେଫ ଯେ ପ୍ରକାର ଈଶ୍ୱର ପରମେଶ୍ୱରଙ୍କ ଉପରେ ଭରସା ରଖିଲେ, ଆଉ କ'ଣ କଲେ? ବିଶ୍ୱସ୍ତ ଓ ସଂଯମତାର ଜୀବନ କାଟିଲେ। ଆମେ ସେହି ପ୍ରକାର ପାପ ପ୍ରଲୋଭନରେ ନ ପଡ଼ି, ବିଭିନ୍ନ ପ୍ରକାର ମନ୍ଦତା ଆମମାନଙ୍କୁ ଆବରଣ ନ କରି, ଆମେ ଯେପରି ତାହାଙ୍କ ପଥରେ ଅଗ୍ରସର ହଉ। ଯେଉଁ ଯୁବା ପୁଅ ଝିଅମାନେ ଏହି ସମୟରେ ଜଗତର ଅନ୍ଧକାର ପ୍ରବେଶ ନ କରି ତାହାଙ୍କର ଆଲୋକରେ ପ୍ରବେଶ କରି ଯେଉଁମାନେ ତାହାଙ୍କର କାର୍ଯ୍ୟ କରୁଅଛନ୍ତି, ତାହାଙ୍କର ଗୌରବ ନିମନ୍ତେ ବ୍ୟବହାର ହେଉଛନ୍ତି, ସେମାନଙ୍କୁ ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଯେ ପ୍ରକାର ଦ୍ୱିତୀୟ ବିବରଣ 22 ପର୍ବ 5 ପଦରେ ଲେଖାଯାଏ, ଯାହା ପୁରୁଷର ତାହା ସ୍ତ୍ରୀ ପିନ୍ଧିବ ନାହିଁ, କି ଅବା ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ ନାହିଁ। କାରଣ ଯେ କେହି ତାହା କରେ, ସେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣା ଯୋଗ୍ୟ ଅଟେ। ଆମମାନଙ୍କର ସଦାପ୍ରଭୁ ତାହା ଚାହାନ୍ତି ନାହିଁ ତାଙ୍କର ପିଲାମାନେ ଆଉ ପୁରୁଷର ବସ୍ତ୍ର ପିନ୍ଧନ୍ତୁ, କି ପୁରୁଷମାନେ ସ୍ତ୍ରୀର ବସ୍ତ୍ର ପରିଧାନ କରନ୍ତୁ। ଆଜିକାଲି ଏ ମନ୍ଦ ଜଗତରେ ଆଉ ଏହି ଦୌଡ଼ରେ ଅନେକ ପୁଅ ଝିଅମାନେ କ'ଣ କରନ୍ତି? ପୁରୁଷର ବସ୍ତ୍ର ପିନ୍ଧି ଆଉ କ'ଣ କରନ୍ତି? ସେମାନେ ବିଭିନ୍ନ ପ୍ରକାର ବେଶଭୂଷା ପିନ୍ଧି ଆନନ୍ଦ ପାଆନ୍ତି। ବିଭିନ୍ନ ପ୍ରକାର ଆଭୂଷଣ ପିନ୍ଧି ମେକଅପ୍ କରି ଆଉ ବିଭିନ୍ନ ପ୍ରକାର ସାଜସଜ୍ଜା କରି ସେମାନେ ବିଦ୍ରୂପ ଦେଖାଯାଆନ୍ତି। ଯେଉଁ ସୌନ୍ଦର୍ଯ୍ୟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ସେ ସୌନ୍ଦର୍ଯ୍ୟକୁ ଧରି ରଖିବାକୁ ହେଲେ ଆମେ ସଦାପ୍ରଭୁଙ୍କ ସହିତ ଲାଗି ରହିବାକୁ ପଡ଼ିବ। ଯୋସେଫ ଯେ ପ୍ରକାର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିଲେ, ମନୋହର ଥିଲେ, ସେହି ପ୍ରକାର ଆମମାନଙ୍କର
ସୌନ୍ଦର୍ଯ୍ୟ ମଧ୍ୟ ସେଇ ପ୍ରକାର ହେବା ଆବଶ୍ୟକ। ଯଦି ଆମେ ସଦାପ୍ରଭୁଙ୍କ ଠାରେ ଲାଗି ରହୁ, ଆମମାନଙ୍କ ସତ୍ ଚିନ୍ତା ଥାଏ, ଆମମାନେ ସତ୍ ଭାବେ ଈଶ୍ୱରଙ୍କ ସହିତ ନିକଟବର୍ତ୍ତୀ ହଉ, ତାହେଲେ ଆମମାନଙ୍କ ମୁଖରୁ ମଧ୍ୟ ସେଇ ଜ୍ୟୋତି ନିର୍ଗତ ହେବ। ପ୍ରଭୁ ଆମମାନଙ୍କର ପରିଧାନକୁ ମଧ୍ୟ ସଜାଗ ହେବା ନିମନ୍ତେ କହୁଛନ୍ତି। ପୁଅମାନେ ମଧ୍ୟ କ'ଣ କରନ୍ତି? ନାରୀମାନଙ୍କର ବସ୍ତ୍ର ପିନ୍ଧିବା, ନାରୀମାନଙ୍କର ବେଶଭୂଷା ପିନ୍ଧିବାକୁ ବହୁତ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଆଭୂଷଣରେ ସେମାନେ କ'ଣ ହୁଅନ୍ତି? ଆଉ କାନରେ, ହାତରେ, ଗଳାରେ, ଆଉ ଅଙ୍ଗୁଳିରେ ବିଭିନ୍ନ ପ୍ରକାର ସେମାନେ ଆଭୂଷଣ ମଧ୍ୟ ପିନ୍ଧିବାକୁ ବହୁତ ଖୁସି ହୁଅନ୍ତି। ଲମ୍ବା ଲମ୍ବା ଚୁଟି ରଖି ଆଉ ନାରୀମାନେ ଯେମିତି ବାନ୍ଧନ୍ତି ସେଇ ପ୍ରକାର ଆଉ ବାନ୍ଧି ହେବାକୁ ମଧ୍ୟ ଇଚ୍ଛା କରନ୍ତି। କାରଣ ପ୍ରଭୁ ଆମମାନଙ୍କୁ କ'ଣ କରନ୍ତି? ଏକ ଭିନ୍ନ ପରିଚୟ ଦେଇଛନ୍ତି। ପ୍ରଭୁ ଆମମାନଙ୍କୁ ଏକ ଭିନ୍ନ ପରିଚୟ ଦେଇଛନ୍ତି। ସେ ପରିଚୟ ହେଲା ସଦାପ୍ରଭୁଙ୍କର ପରିଚୟ, ଯେଉଁଥିରେ କି କୌଣସି ଏହି ପ୍ରକାର ବିଷୟ ପ୍ରଭୁ ଚାହାନ୍ତି ନାହିଁ। ଏ କୁ ଅଭିଳାଷ ଗୁଡ଼ିକ ଯେଉଁ ଆମମାନଙ୍କର ଅଛି, ସେ ଅଭିଳାଷକୁ କ'ଣ କରିବାକୁ ପଡ଼ିବ? ଆମମାନଙ୍କୁ ତ୍ୟାଗ କରିବାକୁ ପଡ଼ିବ, ଯାହାଦ୍ୱାରା ପ୍ରଭୁ ଆମମାନଙ୍କର ସମସ୍ତ ବିଷୟରେ ଆନନ୍ଦିତ ହେବେ। ଆଉ ଆମମାନେ ଯେପରି ତାହାଙ୍କର କ୍ରୋଧ ଦ୍ୱାରା ବିନଷ୍ଟ ନହେବା, ଆମେ ଯଦି ତାହାଙ୍କର କଥା ନ ଶୁଣୁ, ତାହାଙ୍କର ବାକ୍ୟକୁ ପାଠ କରି ଆଉ ସେଇ ବାକ୍ୟ ଅନୁସାରେ ନ ଚାଲୁ, ତାହେଲେ ତାହାଙ୍କର କ୍ରୋଧରେ ଆମମାନେ କ'ଣ ହେବା? ବିନଷ୍ଟ ହେବା। ଯଦି ଆମେ ଜଗତ ପ୍ରତି ମିତ୍ରତା କରୁଛୁ, ତାହେଲେ ଆମେ ଈଶ୍ୱରଙ୍କ ପ୍ରତି ଶତ୍ରୁତା ଲାଭ କରୁଛୁ। ଆମମାନଙ୍କର ପବିତ୍ର ଆତ୍ମା ଆମମାନଙ୍କ ହୃଦୟକୁ କ'ଣ କରନ୍ତି? ଶୁଦ୍ଧ ହେବା ପାଇଁ ଚାହାନ୍ତି, କରିବା ପାଇଁ ଚାହାନ୍ତି। ଆଉ ସେଥିପାଇଁ ସେ ଆମମାନଙ୍କୁ କ'ଣ କରନ୍ତି? ତାହାଙ୍କର ଆତ୍ମାକୁ ଧରି ଚାଲିବା ନିମନ୍ତେ ଆମମାନଙ୍କୁ ସଜାଗ କରୁଅଛନ୍ତି। ଆମମାନେ କିନ୍ତୁ କେମିତି ଜଗତରେ ବିନଷ୍ଟ ନ ହଉ, କେମିତି ଜଗତରେ ରହି ଯୁବା ଅବସ୍ଥାରେ ତାହାଙ୍କୁ ଆମମାନେ ନିଜର କରୁ। ଯେଉଁ ପୁଅ ଝିଅମାନେ ଆଜି ଯୁବା ଅବସ୍ଥାରେ ପରମେଶ୍ୱରଙ୍କୁ ଧରି ଚାଲନ୍ତି, ତାହାଙ୍କର କଥା ମାନନ୍ତି, ସେମାନେ ନିଶ୍ଚୟ ପୃଥିବୀରେ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଉର୍ଦ୍ଧ୍ୱରେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେବେ। ସେଥିପାଇଁ ଆମମାନଙ୍କର ଜୀବନକୁ ସଜାଡ଼ିବାକୁ ହେଲେ ଆମମାନଙ୍କୁ ନମ୍ର ହେବାକୁ ପଡ଼ିବ। ଆମମାନଙ୍କୁ ସୁନ୍ଦର ଗଠନ ହେବାକୁ ହେଲେ ଆମମାନଙ୍କୁ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଚାଲିବାକୁ ପଡ଼ିବ, ଈଶ୍ୱରଙ୍କ କଥା ମାନିବାକୁ ପଡ଼ିବ, ଆଜ୍ଞା ଗୁଡ଼ିକ ପାଳନ କରିବାକୁ ହେବ। ତାହେଲେ ସେଇ 9ଟି ଆତ୍ମା, ସେଇ 9ଟି ଫଳ ଆମମାନଙ୍କ ଜୀବନରେ କ'ଣ ହେବ? ପ୍ରତିଫଳିତ ହେବ, ଯାହାଦ୍ୱାରା ଆମେ ପରମେଶ୍ୱରଙ୍କୁ ଗୌରବ କରିପାରିବା, ଆମମାନଙ୍କର ନିଜର ପିତାମାତାମାନଙ୍କୁ ସମାଦର କରିବା, ପରସ୍ପର ପ୍ରତି ଆମମାନଙ୍କର ପ୍ରେମ ଆସିବ। ଜଗତର ଅନ୍ଧକାର ଆମମାନଙ୍କୁ କ'ଣ କରେ? ଗ୍ରାସ କରିବାକୁ ବସିଅଛି। ଆମମାନଙ୍କର ଖ୍ରୀଷ୍ଟୀୟ ସମାଜର ପ୍ରତ୍ୟେକ ଯୁବା ଯୁବତୀ ଆଜି ବିଭିନ୍ନ ପ୍ରକାର ନଶାରେ ଆସକ୍ତ, ବିଭିନ୍ନ ପ୍ରକାର ଆଉ ମନ୍ଦତାରେ ଆସକ୍ତ। ସେମାନେ ଜାଣନ୍ତି, ଆମେ ତ ପ୍ରଭୁଙ୍କୁ ଜାଣିଛୁ, ପ୍ରଭୁ ନିଶ୍ଚୟ ଆମମାନଙ୍କୁ କ୍ଷମା କରିବେ, ନିଶ୍ଚୟ ଆମମାନଙ୍କୁ କ୍ଷମା କରିବେ। ସେ ଆମେ ଯେତେବେଳେ ତାହାଙ୍କର ନିକଟବର୍ତ୍ତୀ ହେବା, ଯେତେବେଳେ ତାହାଙ୍କ ଚରଣ ତଳେ ଆମମାନେ ଢାଳି ହେବା, ସେତେବେଳେ ସେ ଆମମାନଙ୍କୁ କ'ଣ କରିବେ? ଆଶୀର୍ବାଦରେ ପୂର୍ଣ୍ଣ କରିବେ। ଦାନିଏଲ ଆମେ ଯଦି ପଢ଼ିବା ଦାନିଏଲ ପୁସ୍ତକ, ତାହେଲେ ନବୁକଦ୍ନେସର କ'ଣ କଲେ? ଦାନିଏଲକୁ ଦେଖିକି କହିଲେ, ତୁମ୍ଭ ପାଖରେ ଶ୍ରେଷ୍ଠ ଆତ୍ମା ବାସ କରୁଅଛି। ତୁମେ ଜ୍ଞାନରେ, ବୁଦ୍ଧିରେ, ବିଦ୍ୟାରେ ଓ ଦୀପ୍ତିରେ ତୁମେ ପରିପୂର୍ଣ୍ଣ ହୋଇଅଛ। ତୁମ୍ଭ ପାଖରେ ଦୀପ୍ତି ପ୍ରକାଶିତ ହେଉଅଛି। କାହିଁକି କହିଲେ? କାରଣ ପରମେଶ୍ୱର ତାହାଙ୍କ ସଙ୍ଗରେ ଥିଲେ, ସେ ପରମେଶ୍ୱରଙ୍କ ସହିତ ବିଶ୍ୱସ୍ତ ଥିଲେ, ସେ ନମ୍ର ଥିଲେ, ଯାହାଦ୍ୱାରା କି ଦାନିଏଲକୁ ଜଣେ ବିଜାତି ରାଜା ଦେଖିକି କହୁଛନ୍ତି, ତୁମ୍ଭ ପାଖରେ ଶ୍ରେଷ୍ଠ ଜ୍ଞାନ ଅଛି, ଶ୍ରେଷ୍ଠ ଆତ୍ମା ବାସ କରୁଅଛନ୍ତି, ତୁମ୍ଭ ମୁଖରୁ ଦୀପ୍ତି ପ୍ରକାଶିତ ହେଉଅଛି। ଆଉ ତାଙ୍କୁ ବାବିଲର ଦ୍ୱିତୀୟ କର୍ତ୍ତା କରି ତାହାଙ୍କୁ ସେ ଅଧିକାର ପ୍ରଦାନ କଲେ।
ଯୋସେଫଙ୍କୁ ମଧ୍ୟ ମିଶ୍ରର ଗୃହାଧ୍ୟକ୍ଷ କରି ଫାରୋ ରାଜା ବସାଇଲେ। ଆଜି ଆମମାନଙ୍କ ଜୀବନରେ ଯେ ସଚ୍ଚୋଟତା ଯଦି ଅଛି, ସେ ସଚ୍ଚୋଟତାକୁ ଧରି ଆମେ ଯଦି ଚାଲିଛୁ, ପ୍ରଭୁଙ୍କ ପଥକୁ ଯଦି ଆମେ ଅନୁସରଣ କରୁଛୁ, ତାହେଲେ ନିଶ୍ଚୟ ପ୍ରଭୁ ଆମମାନଙ୍କୁ କ'ଣ କରିବେ? ପୃଥିବୀର ଅଧିକାରୀ କରାଇବେ। ନିଶ୍ଚୟ ଆମମାନଙ୍କୁ ଉଚ୍ଚ ସ୍ଥାନ ଦେବେ। ଆମମାନଙ୍କୁ ଦେଖିଲେ ମାନେ ଅନ୍ୟମାନେ ଜାଣିବେ ଇଏ ଏକ ଭିନ୍ନ ଧରଣର। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କର ଗୌରବର କାରଣ କରାନ୍ତୁ ଆମମାନଙ୍କୁ। ଆମେ ଯେମିତି ସମୟ ଥାଉ ଥାଉ ନିଜର ମନ୍ଦ ଅଭ୍ୟାସ ଗୁଡ଼ିକ, କୁ ଅଭିଳାଷ ଗୁଡ଼ିକ ଛାଡ଼ି ତାହାଙ୍କର ନିକଟବର୍ତ୍ତୀ ହେବା। ଆମମାନଙ୍କୁ ପରମେଶ୍ୱର ଯାହା ଯାହା ଆଜ୍ଞା କରୁଅଛନ୍ତି, ସେ ଆଜ୍ଞାକୁ ଆମେ ଯେମିତି ପାଳନ କରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ଆମେନ୍। ହେ ଜୀବିତ ରାଜା, ତୁମର ଧନ୍ୟବାଦ କରୁଛୁ। ତୁମ ଦୟା ଅନୁଗ୍ରହରେ ପ୍ରଭୁ ଆମମାନଙ୍କୁ ଜୀବିତମାନଙ୍କ ମଧ୍ୟରେ ସ୍ଥାନ ଦେଇଛ। ପ୍ରଭୁ ଜଗତରେ ଆମମାନଙ୍କୁ ତୁମେ ବଞ୍ଚିବା ନିମନ୍ତେ ଆମମାନଙ୍କୁ ସୁଯୋଗ ପ୍ରଦାନ କରିଛ। ଆମମାନେ ଅଯୋଗ୍ୟ ନଗଣ୍ୟ ଦିନହୀନ ହେଲେ ମଧ୍ୟ ପ୍ରଭୁ ତୁମେ ଆମମାନଙ୍କୁ ପ୍ରେମ କରୁଅଛ। ଆମମାନଙ୍କର ପ୍ରତ୍ୟେକଟି ମୁହୂର୍ତ୍ତର ଭାର ତୁମେ ବହନ କରୁଛ। ପ୍ରଭୁ ଆମମାନେ ଏହି ସମୟରେ ପ୍ରଭୁ ଆମେ ଯେପରି ତୁମର ସନ୍ତାନ ହବୁ, ତୁମ ନିମନ୍ତେ ଉଦ୍ଯୋଗୀ ଜୀବନ କାଟିବୁ, ତୁମ ନିମନ୍ତେ ବଳିଷ୍ଠ ହବୁ, ସେହି ପ୍ରକାର ତୁମେ ଆମମାନଙ୍କୁ ଦୟା କର। ସର୍ବଶକ୍ତିମାନ ପରମେଶ୍ୱର, ଏ ସୁନ୍ଦର ବାକ୍ୟ ଦ୍ୱାରା ତୁମେ ଆମମାନଙ୍କ ସହିତ କଥା କହିଛ, ସେଥିପାଇଁ ଧନ୍ୟବାଦ। ସମସ୍ତ ମଙ୍ଗଳ ଦାନରେ ପୂର୍ଣ୍ଣତା ଦେଇ ତୁମେ କଥା କୁହ। ପ୍ରଭୁ ଏ ବାକ୍ୟ ଯେତେ ଜଣ ଶୁଣିଛନ୍ତି ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଯୁବା ପୁଅ ଝିଅଙ୍କୁ ତୁମେ ଆବରି ଧର। ତୁମେ ପ୍ରାର୍ଥନା ଶୁଣି ଉତ୍ତର ଦଉଛ। ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମର ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମେ ଯେମିତି ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତୁମ ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର। ଯେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର ହେଉ। ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ। ଆମେନ୍।